ମନ୍ଦିର ଯିବା ପୂର୍ବରୁ ଏହି 5ଟି କଥା ଜାଣି ନିଅନ୍ତୁ। ପ୍ରଥମରେ ହେଉଛି ମନ୍ଦିରକୁ ଆପଣ ଯେତେବେଳେ ଦୀପ ଜଳାଉଛନ୍ତି ମନ୍ଦିରରେ ପୂର୍ବରୁ ଲାଗିଥିବା ଦୀପରୁ କେବେ ବି ଆପଣ ନିଜ ଦୀପକୁ ସେଇଥିରେ ଲଗାନ୍ତୁ ନାହିଁ। ଏବଂ ଦ୍ୱିତୀୟରେ ହେଉଛି ମନ୍ଦିରରୁ ଫେରିବା ସମୟରେ କେବେ ବି ଘଣ୍ଟି ବଜାନ୍ତୁ ନାହିଁ। ତୃତୀୟରେ ହେଉଛି ମନ୍ଦିରକୁ କେବେ ବି ବେଲ୍ଟ, ଚମଡ଼ା, ମୋବାଇଲ ଏଇସବୁ ଜିନିଷ ନେଇକି ଯାଆନ୍ତୁ ନାହିଁ। ଚତୁର୍ଥରେ ହେଉଛି ଯେତେବେଳେ ଆପଣ ମନ୍ଦିରରେ ପରିକ୍ରମା କରୁଛନ୍ତି ତ ସବୁବେଳେ ବାମ ପଟ ଆଡ଼ୁ ହିଁ ପରିକ୍ରମା କରିବେ, ଶୁଭ ଫଳ ପ୍ରାପ୍ତି ଦେଇଥାଏ। ଏବଂ ପଞ୍ଚମରେ ହେଉଛି ଆପଣ ଯେତେବେଳେ ବି ଠାକୁରଙ୍କୁ ମନ୍ଦିରରେ ପୂଜା କରୁଛନ୍ତି ବା ଧୂପ ଲଗାଉଛନ୍ତି ତ କେବେ ବି ସାମ୍ନା ସାମ୍ନି ଛିଡ଼ା ହେବେ ନାହିଁ, ଟିକେ ସାଇଡ଼ରେ ଛିଡ଼ା ହେବେ।